ଓଡିଶାକୁ ବାତ୍ୟା ମାଡି ଆସୁଛି। ହଁ ଦର୍ଶକ ବନ୍ଧୁ, ଓଡିଶାକୁ ବାତ୍ୟା ମାଡି ଆସୁଛି। ଓଡିଶାବାସୀମାନେ ହେଇଯାଆନ୍ତୁ ସତର୍କ। ଜମିର କଟାଧାନ ଏବଂ ଫସଲ ଆପଣ ସୁରକ୍ଷିତ ଭାବରେ ରଖନ୍ତୁ। ଦର୍ଶକ ବନ୍ଧୁ, ଓଡିଶାକୁ ଏମିତି ଏକ ବାତ୍ୟା ଆସୁଛି ସବୁ ପବନରେ ଉଡେଇ ନେବ। ଓଡିଶାର କେଉଁ କେଉଁ ଜିଲ୍ଲା ମାନଙ୍କର ଅଧିକା ପ୍ରଭାବ ପଡିବ ଆସନ୍ତୁ ଜାଣିବା ଆଜିର ପାଣିପାଗ ଅପଡେଟ ଖବରରେ। ଏବଂ କେଉଁ ଜିଲ୍ଲା ମାନଙ୍କର 30ରୁ 40 କିଲୋମିଟର ପବନ ବେଗ ରହିବ ଘଣ୍ଟା ପ୍ରତି, ତା ସହିତ କେଉଁ ଜିଲ୍ଲା ମାନଙ୍କର 40ରୁ 50 କିଲୋମିଟର ପବନ ବେଗ ରହିବ। ବଜ୍ରପାତ କେଉଁ ସବୁ ଜିଲ୍ଲା ମାନଙ୍କରେ ଅଧିକା ପ୍ରଭାବ ପଡିବ ଏବଂ ବିଚ୍ଛିନ୍ନ ପ୍ରବଳ ବର୍ଷା କେଉଁ ସବୁ ଜିଲ୍ଲା ମାନଙ୍କର ହେବ। ଆଜିର ପାଣିପାଗ ଅପଡେଟ ଖବରରେ ଆପଣମାନେ ସମ୍ପୂର୍ଣ୍ଣ ଜାଣିପାରିବେ। ତେଣୁକରି ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ ଖବରକୁ ଆପଣମାନେ ସମସ୍ତେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିନାହାନ୍ତି ଯଦି ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ସବୁଦିନ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସୋନପୁର, ବୌଦ୍ଧ ଏବଂ କନ୍ଧମାଳ, ବଲାଙ୍ଗୀର। ଦର୍ଶକ ବନ୍ଧୁ, ଏହି ଜିଲ୍ଲା ମାନଙ୍କର କୌଣସି ୱାର୍ଣ୍ଣିଂ ନାହିଁ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି ଏହି ଜିଲ୍ଲା ମାନଙ୍କର ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆପଣମାନେ ସବୁଦିନ ନୂଆ ନୂଆ ଅପଡେଟ ପାଣିପାଗ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟ ଖବରଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, କାହିଁକି ନା ପାଣିପାଗ ଅପଡେଟ ଖବର ଚାଷୀ ମାନଙ୍କ ପାଇଁ ନିହାତି ଜରୁରୀ। ଦର୍ଶକ ବନ୍ଧୁ, ପୁଣି ଥରେ ଆପଣ ମାନଙ୍କୁ କହିବି, ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ନୂଆପଡା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏହି ଜିଲ୍ଲା ମାନଙ୍କର 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ ଏବଂ ବିଜୁଳି ଘଡଘଡି ସହିତ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ତେଣୁକରି ଏହି ଜିଲ୍ଲା ମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଦର୍ଶକ ବନ୍ଧୁ, ଏଭଳି ନୂଆ ନୂଆ ଅପଡେଟ ପାଣିପାଗ ଖବର ଜାଣିବା ପାଇଁ ଚାହୁଁଥିଲେ ଚ୍ୟାନେଲ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ସବୁଦିନ ପାଇପାରିବେ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ ଖବର ପାଇଁ।